ଆମେ ଶୁଣିଥିଲେ 3 ତୁଣ୍ଡରେ ଛେଳି କୁକୁର, ହେଲେ ଏବେ 5 ତୁଣ୍ଡରେ ଛେଳିଟା ବିଲେଇ ହୋଇଯାଇଛି। ତୁଣ୍ଡ ବଢିଲେ ଛେଳି କୁକୁରରୁ ବିଲେଇ, ବିଲେଇରୁ ମୂଷା, ମୂଷାରୁ ପିମ୍ପୁଡି ହୋଇ ଦିନେ ପୁରା ଅନ୍ତର୍ଧାନ ହୋଇଯିବ। ନମସ୍କାର, ମୁଁ ସ୍ୱରର ପ୍ରଥମ ସ୍ୱର ଲକ୍ଷ୍ୟସ୍ଥଳ ଭେଦ କରିଛି। ନିଜ ଦୁଃଖ ଜଣାଇଥିବା ବିଦ୍ୟାଳୟଟିକୁ ଶିକ୍ଷକଟିଏ ମିଳିଛି। ସ୍ୱରକୁ ଉତ୍ସାହିତ କରିଥିବା ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଅର୍ପଣ କରୁଛି। ଯେଉଁ ପ୍ରଧାନ ଶିକ୍ଷକମାନଙ୍କୁ ୟୁସି ପ୍ରଦାନ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା, ସେମାନଙ୍କ ପାଇଁ ବୁଗୁଡା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଏକ ଆଶ୍ୱସ୍ତିକର ଖବର ଆଣିଛନ୍ତି। ବିଦ୍ୟାଳୟର ଅନୁଦାନର ୟୁସି ପ୍ରଦାନ ସମୟରେ ଆପଣମାନଙ୍କୁ ପ୍ରତ୍ୟେକ ଅନୁଦାନ ରାଶି ପାଇଁ ଏସଏମସି ରିଜୋଲ୍ୟୁସନ, ଭାଉଚର ଇତ୍ୟାଦି ପ୍ରଦାନ କରିବା ବାଧ୍ୟତାମୂଳକ ନୁହେଁ। ଏହା ମୁଁ କହୁନି, ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବରଡିପଲ୍ଲୀ ପ୍ରାଥମିକ ବିଦ୍ୟାଳୟରୁ ସୂଚନା ଅଧିକାର ଆଇନ ଦ୍ୱାରା ପ୍ରାପ୍ୟ ତଥ୍ୟ ଏବଂ ଏହି ଶିକ୍ଷାଧିକାରୀ ଓ ତାଙ୍କର ଅନୁଦାନ ତଦାରଖକାରୀ ସଦସ୍ୟଙ୍କ ତଦନ୍ତ ରିପୋର୍ଟ କହୁଛି। ଆସନ୍ତୁ ସେ ତଦନ୍ତ ରିପୋର୍ଟର ଭାତାଣ୍ଡରୁ ଗୋଟିଏ ଦେଖିବା। ସୂଚନା ଅଧିକାର ଆଇନ ଦ୍ୱାରା ପ୍ରାପ୍ୟ ତଥ୍ୟ କହୁଛି, ଏକ ବ୍ୟକ୍ତିଙ୍କୁ ବିଦ୍ୟାଳୟର ଏକ କାମ ପାଇଁ 5,000 ଟଙ୍କା ବିଦ୍ୟାଳୟ ଅନୁଦାନରୁ ଦିଆଯାଇଛି। ଏହି ବ୍ୟକ୍ତିଙ୍କ ନାମରେ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇନି କି ରିଜୋଲ୍ୟୁସନ ହୋଇନି କି ଏହି ଟଙ୍କା କୌଣସି ରସିଦ ପ୍ରଦାନ କରିନାହାନ୍ତି। ନୋ ରିଜୋଲ୍ୟୁସନ, ନୋ ବିଲ୍। ତଦନ୍ତକାରୀ ଟିମ୍ କହୁଛନ୍ତି ସବୁ ଠିକ୍। ପ୍ରତିବର୍ଷ ସହଯୋଗ ତାଲିମ ପାଇଁ ବିଦ୍ୟାଳୟକୁ ଅନୁଦାନ ରାଶି ଆସେ। 2022-23ରେ 1,890 ଟଙ୍କା ଟି ଏବଂ ସ୍ନାକ୍ସ ପାଇଁ ଖର୍ଚ୍ଚ ହୋଇଛି। ଏ ବାବଦକୁ ରସିଦ ନାହିଁ କି ଖର୍ଚ୍ଚର କୌଣସି ପ୍ରାମାଣିକ ତଥ୍ୟ ନାହିଁ, କିନ୍ତୁ ତଦନ୍ତକାରୀ ଟିମ୍ କହୁଛନ୍ତି ସବୁ ଠିକ୍। ବିଦ୍ୟାଳୟର ରୋଷେଇୟାମାନେ ପୁରୁଣା ଦରଭଙ୍ଗା ପ୍ରେସର କୁକରରେ ରୋଷେଇ କରୁଛନ୍ତି, କିନ୍ତୁ ଏ ବାବଦକୁ ଆସିଥିବା 10,000 ଟଙ୍କା ଅନୁଦାନ ସମ୍ପର୍କରେ ତଦନ୍ତକାରୀ ଟିମ୍ ପୁରା ନିରବ। ସ୍ପଷ୍ଟ ପ୍ରମାଣ ସହ ତଦନ୍ତକାରୀ ଟିମ୍କୁ ଅଭିଭାବକମାନଙ୍କ ଜାଲି ସ୍ୱାକ୍ଷର ବିଷୟରେ ଅବଗତ କରାଯାଇଥିଲା। ଏ ସମ୍ପର୍କରେ ମଧ୍ୟ ଟିମ୍ଙ୍କର ପାଟି ଚୁପ୍। କରୋନା ମହାମାରୀ ସମୟରେ ବିଦ୍ୟାଳୟ ବନ୍ଦ ଥିଲେ ମଧ୍ୟ ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ବାବଦକୁ ସରକାର ଅର୍ଥ ଓ ଚାଉଳ ଯୋଗାଇଛନ୍ତି। ସେହି ଅର୍ଥ ଓ ଚାଉଳର ପରିମାଣ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ଅଭିଭାବକମାନଙ୍କୁ ଏ ପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ। କେତେ ଟଙ୍କା, କେତେ ଚାଉଳ ଏ ପର୍ଯ୍ୟନ୍ତ ଅଧିକାଂଶ ଅଭିଭାବକ ଜାଣିନାହାନ୍ତି। ଆଗାମୀ ଦିନରେ ଏ ସ୍ୱର ପିଲାଙ୍କ ନାମ ଅନୁଯାୟୀ ଟଙ୍କା ଓ ଚାଉଳର ପରିମାଣ ନିଶ୍ଚୟ ପ୍ରକାଶ କରିବ। ତଦନ୍ତ ସମୟରେ ଅର୍ଦ୍ଧାଧିକ ପିତାମାତା, ଅଭିଭାବକ ଓ କମିଟି ମେମ୍ବର ଅନୁପସ୍ଥିତ ଥିଲେ ମଧ୍ୟ ତଦନ୍ତକାରୀ ଟିମ୍ ଲେଖିଛନ୍ତି all the parents and SNC members of the said school are satisfied and said different funds are utilized properly। କହିଥିଲି ନା, ସେମାନେ ସରଳ, ଅଧିକାଂଶ ଅଶିକ୍ଷିତ, ଖୁବ୍ ସହଜରେ ଠକି ହୁଏ ସେମାନଙ୍କୁ। ଏଇ ଦେଖୁନାହାନ୍ତି କେମିତି ନିର୍ଦ୍ୱନ୍ଦରେ ସ୍ୱାକ୍ଷର କରିଦେଇଛନ୍ତି ଧଳା କାଗଜରେ। ଏମିତି ବ୍ଲାଙ୍କ ପେପରରେ ସରଳ ନିରୀହ ଲୋକଙ୍କ ସ୍ୱାକ୍ଷର ନେଇ ଅନେକ ଭାଷା ଖଞ୍ଜନ୍ତି ନିଜ ପେନ୍ରେ, ନିଜ ଇଚ୍ଛାରେ ଆଉ ନିଜ ପାୱାରରେ। ଶେଷରେ କହିବି, ଛାମୁ ଯାହା ଦେଲେ ହରସେ, ପାଉ ପାଉ ଗଲା ବରସେ। ଏମିତି ହୋଇଛି ତଦନ୍ତ, ନାହିଁ ତା ଆରମ୍ଭ ନାହିଁ ତା ଅନ୍ତ, ସତେ କି ନିଜର ପିତୃ ସମ୍ପଦ। ପିଲାଙ୍କ ଅଧିକାର ପାଇଁ ଈଶ୍ୱର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସମର୍ପିତ ରହିବ ସେମାନଙ୍କ ସେବାରେ। ଆଗାମୀ ଅଧ୍ୟାୟରେ ଆଉ କିଛି ରୋଚକ ତଥ୍ୟ ଧରି ଈଶ୍ୱର ଆପଣମାନଙ୍କ ନିକଟକୁ ଆସିବ। ଧନ୍ୟବାଦ।